हेलो गुड मॉर्निंग फ्रेंड्स, वेलकम बैक टू माय चैनल। आशा करছি ସମସ୍ତେ ଭଲରେ ଥିବେ। ଆଜି ସୋମବାର ସକାଳଟି ଆମର ଏମିତି ଥିଲା। ଏବେ ଟିକେ ଖରାରେ ବସିବାକୁ ଆସିଥିଲୁ ମାମା ଆଉ ମୁଁ। ଖରାରେ ବସିଥିଲା ବେଳେ ମୋ ହଜବେଣ୍ଡ ମୋତେ ଓଟ୍ସ ଦେଇଗଲେ। ଓଟ୍ସ ସଜାଇଥିଲା। ଓଟ୍ସ ନେଇକି ମୁଁ ଘରକୁ ଆସିକି ତାଙ୍କ ପାଇଁ ମ୍ୟାଗି ବନେଇଲି। ମୋ ହଜବେଣ୍ଡଙ୍କ ପାଇଁକା ସେ ମ୍ୟାଗି ସାଙ୍ଗେ ଆମର ଚାହା ବି ବନେଇଦେଲି। ଚାହା ଟିକେ ପିଇଦେଲୁ ସକାଳେ ମାମା ଆଉ ମୁଁ। ଚାହା ପିଇ ସାରିକି ପଳେଇ ଆସିଲି ଆମର ବ୍ରେକଫାଷ୍ଟ କରିବା ପାଇଁ। ମୁଁ ଖାଇ ଯାଅ ତ ମୋର ଚା ଦିଟା ହେଇଗଲାଣି ହେଲା ପିଇଦେବି ଆସିବି। ଆଉ ଜଳଖିଆ କରୁନ ପୁରୀ ଖାଇନ? ପୁରୀ ଘରେ କରିବ କି ମୋତେ ଟାଇମ୍ ନାହିଁ। ତୁ ସକାଳୁ ବାହାରିଲେଣି ସେ ଟ୍ୟୁସନ୍ ଆସିଲାଣି ଆଉ କ'ଣ ବଡ଼ ଲୋକ ରଖିଦେବି ମୁଁ ଖାଇବି ତୁ ଆସିକି କରିବ ତାର ପାଠପଢ଼ା ସରିଲା ତ ତା ମୋର ବହୁତ ଦୁଃଖ ତ ପାଠପଢ଼ା ସରିଲା ତ ତା ଆଗକୁ ତ ଅଛି। ଇଏ ଥିଲେ ଆମ ସୁପୁରୀ ଦିଦି, ଆମ ଘରେ କାମ କରନ୍ତି। ଏଠି ମା ପୁଅ ବସିକି କ'ଣ ଗୋଟେ ପ୍ଲାନିଂ କରୁଥିଲେ। ତାଙ୍କ ଆଗକୁ ଗୋଟେ ବଡ଼ ପ୍ଲାନିଂ ଅଛି। ଏଠି ମାମା ଖୁଡ଼ି ପୁଣି ବସିକି ପାଟି ମାରୁଛନ୍ତି। सेम लोक खाली जगह चेंज कले जेहेतु मु कालीठू सब देखा से जगार के बसुँच बोलिका से जगह चेंज कर एपटू आई जगह देख खाली अच्छी संध्या बेले फिलअप हम कथा कहते कहीं मन करदे कहना चूड़ाटा के आज मामा टिके सजाई कि लिपस्टिक लगे फिर भी से लिपस्टिक लगे कोड़ी टिके लिपस्टिक बड़ा आप लिपस्टिक लिभिगला बड़का कौन कहले तापर मु पळेई आसली लंच प्रिपरेशन ପାଇଁ। ଏଠି ମୋ ହଜବେଣ୍ଡଙ୍କ ପାଇଁ ଡାଲ ଖିଚଡ଼ି ବନାଉଛି। ଏଠି ଆମ ପାଇଁ ପରିବା ଖିଚଡ଼ି ବନାଉଛି। ସେ ପରିବା ଖାଆନ୍ତିନି, ସେଥିପାଇଁ ତାଙ୍କ ପାଇଁ ଡାଲ ଖିଚଡ଼ି ବନାଉଛି। ତାଙ୍କ ଡାଲ ଖିଚଡ଼ି ତଡ଼କା ଲାଗିଗଲା, ସେଟା ପ୍ରିପେୟାର ହେଇଗଲା। ବର୍ତ୍ତମାନ ଆମ ଲଞ୍ଚ ଥାଳି ଲାଗିଗଲା। ଡାଲ ଖିଚଡ଼ି, ଆମର ପରିବା ଖିଚଡ଼ି। ଆଜି କିଛି ବେଶୀ ବନିବାର ନଥିଲା, କାହାର କିଛି ଖାଇବାକୁ ଇଚ୍ଛା ହେଉନଥିଲା, ଏତିକି ବସ୍। ତାପରେ ସନ୍ଧ୍ୟାବେଳେ ଆମେ ଟିକେ ବାହାରି ଯାଇଥିଲୁ। ମୁଁ, ବାବା, ମାମା, ମୋ ହଜବେଣ୍ଡ 4 ଜଣ ଆମେ ବାହାରି ଯାଇଥିଲୁ ଆକ୍ୱାରିୟମ୍ ଦୋକାନ। ଆକ୍ୱାରିୟମ୍ ଦୋକାନରେ ଆମର କିଛି କାମ ଥିଲା। ସେଠି ଯାଇକି ଆକ୍ୱାରିୟମ୍ ଦୋକାନରେ ଯାହା ବି ଡିସ୍କସନ୍ ଥିଲା ସେଟା କରିକି କାମ ଦାମ କରିକି ଆମେ ପଳେଇ ଆସିଥିଲୁ ଟିକେ ଖାଇବା ପାଇଁକା। କିଛି ଚାଟ୍, ଗୁପଚୁପ୍, ଦହିବରା, ଏମିତି ଶହୀଦନଗରରେ ସନ୍ଧ୍ୟାବେଳେ ଦହିବରା ମିଳେ। ଖାଇକି ମୁଁ ଟିକେ ଚାହା ପିଇ ଦେଇଥିଲି। ଚାହା ପିଇକି ଆମେ ପଳେଇ ଆସିଥିଲୁ ଘରକୁ ଆସିକି ମୁଁ ଟିକେ ବାହାରି ଯାଇଥିଲି ପୁଣି ଗାଈକୁ ରୁଟି ଦେବା ପାଇଁକା। ଏଠି ଷଣ୍ଢ ମୋତେ ମିଳିଗଲା, ମୁଁ ତାକୁ ରୁଟି ଦେଇଥିଲି। ପୁଣି ପଳେଇ ଆସିଲି ଡିନର ପ୍ରିପାରେସନ୍। ଡିନର ମାମା ବନେଇଥିଲେ। ମୁଁ ଆଜି କ୍ଷୀର ପୋଡ଼ ପିଠା ବନାଉଥିଲି ଗୋଟେ ସ୍ପେଶାଲ୍ ଅକେଜନ୍ ପାଇଁକା। ମାମା ନେଇକି ଯିବେ। ଏଠି ମାମା ପଖାଳ ବାଡ଼ି ଦେଇଥିଲେ। ବହୁତ ଦିନ ପରେ ପଖାଳ ଖାଇଲେ, ବହୁତ ଭଲ ଲାଗିଲା। ଏତେ ରାତିରେ ରୁଟିନ୍ କରିକି ଆମେ ପଳେଇ ଆସିଲୁ ଶୋଇବା ପାଇଁ। ରହୁଛି ସାଙ୍ଗମାନେ ଆଜି ପାଇଁ ଏତିକି। ଆଶା କରୁଛି ଭିଡ଼ିଓଟି ଭଲ ଲାଗିଥିବ। ଭଲ ଲାଗିଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ ନିଶ୍ଚିନ୍ତ କରିବେ। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ। ଗୁଡ୍ ନାଇଟ୍।